ସାବିତ୍ରୀ ଅମାବାସ୍ୟା, ଯାହାକି ଦୀର୍ଘ 151 ବର୍ଷର ଦୀର୍ଘରେ ପଡ଼ୁଛି ମହାସଂଯୋଗ। ଏହି ଗ୍ରହ ନକ୍ଷତ୍ରରେ ସଂଯୋଗକୁ ଯାଉଛି 6 ଗୋଟି ରାଶିଙ୍କ ବ୍ୟକ୍ତିମାନେ ହେବାକୁ ଯାଉଛି ଅତ୍ୟନ୍ତ ଭାଗ୍ୟଶାଳୀ। ତେବେ ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ, ନମସ୍କାର। ଆଜିର ଏହି ରାଶିର ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆପଣମାନଙ୍କୁ ସାବିତ୍ରୀ ଅମାବାସ୍ୟା ଶନି ଜୟନ୍ତୀ ଅଦ୍ଭୁତ ଜୟନ୍ତୀ ସୃଷ୍ଟି ହେବାକୁ ଯାଉଛି। ତେବେ ଦର୍ଶକ ବନ୍ଧୁ, ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ସଂଯୋଗ ସୃଷ୍ଟି ହେବାକୁ ଯାଉଛି। ଅମାବାସ୍ୟା ଦିନ ଶନି ଜୟନ୍ତୀ ମଧ୍ୟ ପାଳନ କରାଯାଉଛି। ଏହି ଦିନ ବିବାହିତ ମହିଳାମାନେ ନିଷ୍ଠାର ସହିତ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ଏବଂ ଏହି ଦିନ ଶନି ଜୟନ୍ତୀ ସହିତ ଅନେକ ପ୍ରକାର ଶୁଭ ଯୋଗ ସୃଷ୍ଟି ହେଉଛି, ଯାହାକି ଅତ୍ୟନ୍ତ ସ୍ୱତନ୍ତ୍ର ସୁଯୋଗ ହେବାକୁ ଯାଉଛି। ଏହି କାରଣରୁ କିଛି ବ୍ୟକ୍ତି ରାଶିମାନଙ୍କ ପାଇଁ ଅନେକ ଶୁଭ ସଂଯୋଗ ହେବାକୁ ଯାଉଛି। ତେବେ ଦର୍ଶକ ବନ୍ଧୁ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ମାସ ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ସନ୍ଧ୍ୟା 7:30 ମଧ୍ୟ ଶିବବାସ ସଂଯୋଗ ରହିଅଛି, ଯାହାକି ଅତ୍ୟନ୍ତ ସୁଯୋଗ। ଏହି ସମୟରେ ଶିବ ସମୟରେ ପରିବାରର ସୁଖ ସମୃଦ୍ଧି ବଜାୟ ରଖିପାରେ। ସେହିପରି 6 ଜୁନ ରାତି 10:08 ଦ୍ରୁତ ଯୁଗ ଆରମ୍ଭ ହେବାକୁ ଯାଉଛି, ଯାହାକି ଏହା ଅତ୍ୟନ୍ତ ଶୁଭ ଯୁଗ। ଏହି ଯୁଗ କାରଣରୁ କିଛି ରାଶି ବ୍ୟକ୍ତିମାନଙ୍କ ଅତ୍ୟନ୍ତ ଶୁଭ ସଂଯୋଗ ଆରମ୍ଭ ହେବାକୁ ଯାଉଅଛି, ଯାହାକି ଏହି ଦିନ ଏକସ୍ଥାଳୀନ ଏସବୁ ଗ୍ରହ ନକ୍ଷତ୍ରକୁ ସଂଯୋଗ କାରଣରୁ କିଛି ରାଶିର ବ୍ୟକ୍ତିମାନଙ୍କ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ଯାଉଛି। ତେବେ ଦର୍ଶକ ବନ୍ଧୁ, ବିଶ୍ୱାସ କରାଯାଏ ଯେ ଏହି ଦିନ ଉପବାସ ପାଳନ କରିଥାନ୍ତି ସେମାନଙ୍କର ଇଚ୍ଛା ପୂରଣ ହୋଇଥାଏ ଏବଂ ଧାର୍ମିକ ଅନୁସାରେ ଶନି ଜୟନ୍ତୀ ଦିନ ଶନିଦେବଙ୍କୁ ପୂଜା କରାଯାଇଥାଏ। ଶନିଦେବଙ୍କର କୃପା ଲାଭ କରିବା ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ଦିନ। ଏହି ଦିନଟି ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ମା ଲକ୍ଷ୍ମୀର ମଧ୍ୟ ବିଶେଷ କୃପା ଦୃଷ୍ଟି ରହିଅଛି, ଯାହାକି ଦୀର୍ଘ ଦିନ ପରେ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବାକୁ ଯାଉଅଛି। ଏହି ରାଶିର ବ୍ୟକ୍ତିମାନଙ୍କ ଅଦ୍ଭୁତ ସୁଯୋଗ ସମ୍ପୂର୍ଣ୍ଣ ଭାବରେ ଭାଗ୍ୟ ବଦଳିବାକୁ ଯାଉଛି। ଏହି ରାଶିର ବ୍ୟକ୍ତିମାନଙ୍କ ଅତ୍ୟନ୍ତ ମାଲାମାଲ ହେବା ସହିତ ଅତିର ସୁଖର ସମୟ କାଟିବାକୁ ଯାଉଛନ୍ତି। ଏହି ରାଶିର ବ୍ୟକ୍ତିମାନଙ୍କ ମାନ ସମ୍ମାନ ବୃଦ୍ଧି ହେବା ସହିତ ଘର ପରିବାର ସୁଖ ସମୃଦ୍ଧି ମଧ୍ୟ ଭରି ରହିବାକୁ ଯାଉଛି। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ଏହି ସାବିତ୍ରୀ ଅମାବାସ୍ୟା ଦିନ କେଉଁ ସବୁ ରାଶି ବ୍ୟକ୍ତିମାନେ ହେବାକୁ ଯାଉଛନ୍ତି ମାଲାମାଲ। ଏହି ରାଶି ମା କୃପାଙ୍କ ବୋଧେ ସମ୍ପୂର୍ଣ୍ଣ ରୂପରେ ତାଙ୍କର ବଦଳିଯିବ। ତେବେ ଦର୍ଶକ ବନ୍ଧୁ, ଜାଣିବାରୁ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ସେହିପରି ଦର୍ଶକ ବନ୍ଧୁ, ଆପଣମାନେ ମୋ ଚ୍ୟାନେଲ ନ୍ୟୁ ଅଛନ୍ତି, ସର୍ବପ୍ରଥମେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିବାକୁ ଜମାରୁ ବି ଭୁଲିବେନି, ଯାହାକି ମହାଲକ୍ଷ୍ମୀଙ୍କର ଅପାର କୃପା ଦୃଷ୍ଟି ସଦା ସର୍ବଦା ଆପଣଙ୍କ ଉପରେ ଏମିତି ରହିଥାଉ। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ସେହି ପ୍ରଥମ ରାଶିର ଭାଗ୍ୟଶାଳୀ। ତେବେ ଦର୍ଶକ ବନ୍ଧୁ, ଯାହାକି ବୃଷ ରାଶି। ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜି ଏହି ସାବିତ୍ରୀ ଅମାବାସ୍ୟାଠାରୁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି, ଯାହାକି ଏହି ସମୟରୁ ସମସ୍ତଙ୍କର କାର୍ଯ୍ୟରେ ସଫଳତା ହାସଲ କରିବେ, ଯାହାକି ଆପଣଙ୍କର ମହାଲକ୍ଷ୍ମୀ ଏବଂ ଶନିଦେବଙ୍କ ସହିତ ଭଗବାନ ବିଷ୍ଣୁଙ୍କର ମଧ୍ୟ ଆଶୀର୍ବାଦ ରହିଅଛି, ଯାହାଫଳରେ କି ଆପଣଙ୍କ ଜୀବନର ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଆପଣଙ୍କର ପୂର୍ବରୁ ଅଟକି ଯାଇଥିବା ସମସ୍ତଙ୍କର କାର୍ଯ୍ୟ ସଫଳ ହେବ ଏବଂ ଆପଣଙ୍କର ସକାରାତ୍ମକ ବୃଦ୍ଧି ପାଇବ। ଏହି ରାଶିଙ୍କର ବ୍ୟକ୍ତିମାନଙ୍କ ବିବାହିତ ଅଛନ୍ତି, ତେବେ ଆପଣଙ୍କ ପାଇଁକି ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଅତ୍ୟନ୍ତ ଖୁସିର ବାତାବରଣ ରହିବ। ଯେକୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଅତ୍ୟନ୍ତ ଉତ୍ତମ ସମୟ ଆରମ୍ଭ ହେବାକୁ ଯାଉଛି, ଯାହାକି ଏହି ସମୟରେ ଆପଣ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ଅତ୍ୟନ୍ତ ସଫଳ ହେବ ଏବଂ ଏହି ସମୟରେ ମହାଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟିରୁ ଆପଣ ପୂର୍ବରୁ ଥିବା ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ, ଯାହାକି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ମଜବୁତ ରହିବ। ଶୁଭ ସମୟରେ ଆରମ୍ଭ ହୋଇଥିବାରୁ ଆପଣ ନୂତନ ଯାନବାହନ ଭୂମି କିଣିବାରେ ଅତ୍ୟନ୍ତ ଯୋଗ ରହିଛି ଏବଂ ଆପଣମାନଙ୍କର ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ସୁଖ ସମୃଦ୍ଧି ଭରି ରହିଥିବା ସହିତ ସମସ୍ତଙ୍କର ମାନ ସମ୍ମାନ ବୃଦ୍ଧି ପାଇବ। ଏହି ରାଶିର ବ୍ୟକ୍ତିମାନଙ୍କ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଥିବାରୁ ମହାଲକ୍ଷ୍ମୀଙ୍କର ବିଶେଷ କୃପାଙ୍କ ସୃଷ୍ଟି ସହିତ ଏହିସବୁ ରାଜଯୁଗ କାରଣରୁ ଏହି ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି, ସମସ୍ତଙ୍କ କାର୍ଯ୍ୟରେ ଅତ୍ୟନ୍ତ ସଫଳତା ହାସଲ କରିବାକୁ ଚାହୁଁଛନ୍ତି। ତେବେ ଦର୍ଶକ ବନ୍ଧୁ, କହି ରଖୁଛି ଯେ ଆପଣମାନଙ୍କୁ ଏହି ସାବିତ୍ରୀ ଅମାବାସ୍ୟା ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କର ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ ଦେବାକୁ ଯାଉଛି। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଏହି ରାଶି ହୋଇଥାଏ ସହାନୁଭୂତିରେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିବାକୁ ଜମାରୁ ବି ଭୁଲିବେ ନାହିଁ।
ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଏବେ ସେ ଦ୍ୱିତୀୟ ଭାଗ୍ୟଶାଳୀ କିଏ। ତେବେ ଦର୍ଶକ ବନ୍ଧୁ ଦ୍ୱିତୀୟ ଭାଗ୍ୟଶାଳୀ ହେଉଛନ୍ତି ସିଂହ ରାଶି। ସିଂହ ରାଶିର ଦର୍ଶକ ରାଶିମାନଙ୍କ ପାଇଁ ଆଜିକି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଦେବ ଏବଂ ସାବିତ୍ରୀ ବ୍ରତ ଦିନ, ଯାହାକି ଅତ୍ୟନ୍ତ ଶୁଭ ଯୋଗ ଆରମ୍ଭ ହେବାକୁ ଯାଉଛି। ଏହି ଦିନ ସର୍ବ ସୃଷ୍ଟି ହେବାକୁ ଯାଉଅଛି। ଏହି କାରଣରୁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି, ଯାହାକି ଏହି ଦିନଠାରୁ ଶନିଦେବଙ୍କ ସହିତ ମହାଲକ୍ଷ୍ମୀଙ୍କର ମଧ୍ୟ ବିଶେଷ କୃପା ଦୃଷ୍ଟି ରହିଛି। ଭଗବାନ ବିଷ୍ଣୁଙ୍କର ମଧ୍ୟ ବିଶେଷ କୃପା ଦୃଷ୍ଟି ରହିଅଛି। ଏହିସବୁ କାରଣ ସମସ୍ତଙ୍କ କାର୍ଯ୍ୟରେ ଆପଣ ସଫଳତା କାର୍ଯ୍ୟ ହାସଲ କରିବାକୁ ଯାଉଅଛି ଏବଂ ଆପଣଙ୍କର ଶୁଭ ସମୟ ହେବା ବ୍ୟବସାୟରେ ବହୁତ ଆର୍ଥିକ ଲାଭ ପାଇବେ। କୌତୁକ ସମ୍ପର୍କ ମଧ୍ୟ ବହୁତ ଲାଭ ପାଇପାରିବେ। ଏହି ସମୟରୁ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଅତ୍ୟନ୍ତ ଭଲ ରହିବ ଏବଂ ଆପଣଙ୍କର ଦାମ୍ପତ୍ୟ ଜୀବନ ମଧ୍ୟ ଅତ୍ୟନ୍ତ ସୁଖମୟ ହେବ। ତେବେ ସେହିପରି ଦର୍ଶକ ବନ୍ଧୁ ଅତ୍ୟନ୍ତ ଶୁଭ ସମୟ ହେବାରୁ ମା ଲକ୍ଷ୍ମୀଙ୍କ କୃପାରୁ ବିଶେଷ କୃପା ଦୃଷ୍ଟିଙ୍କରୁ ଆପଣମାନଙ୍କର ହଠାତ୍ ଧନ ପ୍ରାପ୍ତି ହେବାର ଯୋଗ ଅଛି ଏବଂ ଆପଣଙ୍କର ଶୁଭ ସମୟରେ ଅଟକି ଯାଇଥିବା ସବୁ କାର୍ଯ୍ୟ ଆରମ୍ଭ ହେବା ସହିତ ସମ୍ପୂର୍ଣ୍ଣ ଭାବରେ ସମସ୍ତ ହେବ। ଏହି ରାଶିର ବ୍ୟକ୍ତିମାନଙ୍କ କିଛି ଦୀର୍ଘ ହେଲେଣି ବେରୋଜଗାର ହୋଇ ବୁଲୁଥିଲେ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି, ଯାହାକି ଆପଣଙ୍କର ନୂତନ ଚାକିରି ମଧ୍ୟ ମିଳିବାର ଅତ୍ୟନ୍ତ ସୁଯୋଗ। ଏହି ସମୟରେ ଯେକୌଣସି ବ୍ୟବସାୟ ଆରମ୍ଭ କରିବେ ତାହା ଅତ୍ୟନ୍ତ ଶୁଭ ଫଳ ହାସଲ କରିପାରିବେ। ସେହିପରି ଏହି ରାଶିମାନଙ୍କ ପାଇଁ ଆର୍ଥିକ ସ୍ଥିତି ଭଲ ମଜବୁତ ରହିବ, ଯାହାକି ଆପଣଙ୍କର ନୂତନ ବଡ଼ ଜିନିଷ ମଧ୍ୟ କିଣିବାର ସୁଯୋଗ ଅଛି। ଆପଣ ଅତ୍ୟନ୍ତ ଶୁଭ ଖବର ମଧ୍ୟ ମିଳିବାର ଅତ୍ୟନ୍ତ ଯୋଗ ରହିଅଛି ଏବଂ ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇଥିବାରୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି କାରଣରୁ ଏହିସବୁ ଗ୍ରହ ନକ୍ଷତ୍ରଙ୍କର ଶୁଭ କାରଣରୁ ଅତ୍ୟନ୍ତ ଶୁଭ କାରଣ ଆରମ୍ଭ ହୋଇଯାଇଛି। ଆପଣଙ୍କ ପରିବାର ସୁଖ ସମୃଦ୍ଧି ଭରି ରହିଥିବା ସମୟ ସମାଜରେ ଆପଣ ମାନ ସମ୍ମାନ ପ୍ରତିଷ୍ଠା ହେବ। ଏହି ରାଶିର ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ, ଯାହାକି ଆପଣ ପାଠ ପଢ଼ାରେ ଏକାତ୍ରି ବୃଦ୍ଧି ପାଇବ। ତେବେ ଦର୍ଶକନ୍ତୁ ଏହି ରାଶିଟି ଯଦି ଆପଣମାନଙ୍କର ହୋଇଥାଏ ତେବେ ସହାନୁଭୂତି ସହିତ ଜୟ ମା ଲକ୍ଷ୍ମୀ କମେଣ୍ଟ ବକ୍ସରେ ଜମା ଲେଖିବାକୁ ଭୁଲିବେ ନାହିଁ। ତେବେ ଜାଣନ୍ତୁ ତୃତୀୟ ରାଶି ବ୍ୟକ୍ତିର ମକର ରାଶି। ତୃତୀୟ ରାଶି ହେଲେ ମକର ରାଶି। ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି, ଯାହାକି ସାବିତ୍ରୀ ବ୍ରତ ଏବଂ ଶନି ଜୟନ୍ତୀ ସହିତ ତୃତୀୟ ଯୁଗ ଏବଂ ସର୍ବସିଦ୍ଧି ଯୁଗ, ଯାହାକି ଏହିସବୁ ଆପଣଙ୍କ ଉପରେ ଅତ୍ୟନ୍ତ ଶୁଭ ପ୍ରଭାବ ରହିଅଛି, ଯାହାକି ଆପଣଙ୍କର ଏହି ସମୃଦ୍ଧିରେ ଅତ୍ୟନ୍ତ ସଫଳତା ହାସଲ କରିବାକୁ ଯୋଗ ଅଛି। ତେବେ ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇଥିବା ଅଟକି ରହିଥିବା ସମସ୍ତଙ୍କର କାର୍ଯ୍ୟ ପୂରଣ ହେବ ଏବଂ ଆପଣଙ୍କର ଦାମ୍ପତ୍ୟ ଜୀବନର ଅତ୍ୟନ୍ତ ସୁଖର ସମୟ କାଟିବେ। ଶୁଭ ସମୟରେ ଆରମ୍ଭ ହୋଇଥିବା ପରିବାର ସୁଖ ସମୃଦ୍ଧି ଭରି ରହିଥିବା ସହିତ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ ଏବଂ ଆପଣଙ୍କର ଏହି ଦିନଠାରୁ ଅତ୍ୟନ୍ତ ଶୁଭ ସମୟର ଆରମ୍ଭ ହୋଇଥିବାରୁ ମହାଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ଥିବାରୁ ଆର୍ଥିକ ସ୍ଥିତି ମଧ୍ୟ ବହୁତ ଭଲ ମଜବୁତ ରହିବ। ଆପଣ ମଧ୍ୟ ଯେକୌଣସି କାର୍ଯ୍ୟରେ ହାତ ଦେବେ ତାହା ସଫଳ ହେବ। ସେହିପରି ଦର୍ଶକ ବନ୍ଧୁ ଏହି ରାଶିମାନେ ଯେଉଁମାନେ ବ୍ୟବସାୟ କରୁଛନ୍ତି ତାହାକୁ ଆପଣମାନଙ୍କୁ ଅତ୍ୟନ୍ତ ଶୁଭଦାୟକ ରହିପାରିବ। ବ୍ୟବସାୟରେ ମଧ୍ୟ ବହୁତ ଭଲ ଅର୍ଥ ଲାଭ ହୋଇପାରେ। ମହାଲକ୍ଷ୍ମୀଙ୍କର ଅପାର କୃଷ୍ଟି ଦୃଷ୍ଟି ସଦା ସର୍ବଦା ଆପଣଙ୍କ ଉପରେ, ଆପଣଙ୍କର ଭାଗ୍ୟ ସଦା ସର୍ବଦା ଭଲ ରହିବ। ତୁଳା ରାଶିର ଦାମ୍ପତ୍ୟ ଜୀବନର ସୁଖ ସମୟ କାଟିବେ ଏବଂ ଆପଣଙ୍କ ନିଜ ଜୀବନ ସାଥୀଙ୍କ ସହିତ ଦୂରତା ଅନୁଭବ ଭ୍ରମଣ କରିବେ। ତୁଳା ରାଶି ବହୁତ ଅତ୍ୟନ୍ତ ଶୁଭଦାୟକ ଦିନଟି କଟିବ। ଶୁଭ ସମୟ ଆରମ୍ଭ ହୋଇଥିବାରୁ କୌଣସି ଏକ ଶୁଭ ଖବର ମଧ୍ୟ ଆପଣଙ୍କୁ ମିଳିପାରେ। ଏହି ସାବିତ୍ରୀ ଅମାବାସ୍ୟା ଠାରୁ ଆପଣଙ୍କର ଭାଗ୍ୟ କୌଣସି ପୂର୍ଣ୍ଣ ସାଥ ହେବା ସହିତ ଆପଣଙ୍କର କର୍ମ କ୍ଷେତ୍ରରେ ବହୁତ ଭଲ ଉନ୍ନତି ଆଣିଦେବ ଏବଂ ଆପଣଙ୍କ ଶୁଭ ସମୟ ଆରମ୍ଭ ହୋଇଥିବାରୁ ମହାଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ହେବାକୁ ଆରମ୍ଭ ହୋଇଯାଉଛି। କୁମ୍ଭ ରାଶି। କୃପା ଦୃଷ୍ଟି ଶନିଦେବଙ୍କର କୃପା ଦୃଷ୍ଟି ମହାଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ମଧ୍ୟ ରହିଅଛି। ଏହି ରାଶିର ମାନଙ୍କ ପାଇଁ ଆପଣମାନଙ୍କୁ ଏହି ରାଶିରେ ଆପଣମାନେ ଗ୍ରହ ନକ୍ଷତ୍ରଙ୍କର ଅତ୍ୟନ୍ତ ଶୁଭ ସମୟ ମଧ୍ୟ ହେବାକୁ ରହିଅଛି। ଆପଣଙ୍କ ରାଶି ଉପରେ ରହିଅଛି, ଯାହାକି ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଭଲ ରହିବ। ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ମଧ୍ୟ ବୃଦ୍ଧି ପାଇବ। ଏହି ରାଶିର ବ୍ୟକ୍ତିମାନେ ଶିକ୍ଷା ଜଗତରେ ଆପଣଙ୍କ କାର୍ଯ୍ୟରେ ଅଛନ୍ତି, ଶୁଭ ସମୟ ରହିଅଛି, ଆପଣଙ୍କୁ ସଫଳତା ମଧ୍ୟ ହାସଲ କରିପାରିବେ। ତେବେ ମୀନ ରାଶି। ଏହି ରାଶିମାନଙ୍କର ଅତ୍ୟନ୍ତ ଶୁଭ ସଂଯୋଗ ରହିଅଛି। ଏହି ରାଶିର ବ୍ୟକ୍ତିମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିପାରିବେ, ଯାହାକି ଆପଣଙ୍କର ଅତ୍ୟନ୍ତ ଭାବରେ ମାନସିକ ଶାନ୍ତି ମିଳିବ, ପରିବାରରେ ସୁଖ ସମୃଦ୍ଧି ଭରି ରହିବ, ପୂର୍ବରୁ ରହିଥିବା ସମସ୍ୟା ଦୂର ହେବ ଏବଂ ଆପଣଙ୍କର ଶୁଭ ସମୟ ଦୂର ଯାତ୍ରା ମଧ୍ୟ କରିବାର ଯୋଗ ଅଛି। ଶିକ୍ଷା କ୍ଷେତ୍ରରେ ମଧ୍ୟରେ ଆପଣ ନୂତନ
ଫଳ ହାସଲ କରିପାରିବେ। ଆପଣମାନଙ୍କ ଅତ୍ୟନ୍ତ ଶୁଭ ସମୟରେ ଆର୍ଥିକ ନୂତନ ଆୟନର ଆର୍ଥିକ ଲାଭ ମିଳିପାରିବ। ବ୍ୟବସାୟରେ ମଧ୍ୟ ବହୁତ ଭଲ ବୃଦ୍ଧି ପାଇବ, ବହୁତ ଭଲ ସୁଯୋଗ ମିଳିବ। କ୍ୟାରିୟରରେ ମଧ୍ୟ ବହୁତ ଅଗ୍ରଗତି କରିବେ, ଐଶ୍ୱର୍ଯ୍ୟ ସୁଯୋଗ ରହିବ। ଏହି ରାଶିର ବ୍ୟକ୍ତିମାନଙ୍କ ଶୁଭ ସମୟ ଆରମ୍ଭ ହୋଇଥିବ। ଯେଉଁମାନେ ବିବାହିତ ସେମାନଙ୍କର ଦେଖିବେ ସେହିପରି ଦର୍ଶକ ବନ୍ଧୁ ଏହି ରାଶିର ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ସମୟ, ଯାହାକି ପାଠପଢ଼ାରେ ମଧ୍ୟ ମନ ଲାଗିବା ସହିତ ଆପଣଙ୍କର ଏକାଗ୍ରତା ବୃଦ୍ଧି ପାଇବ ଏବଂ ପରିବାରର ସୁଖ ସମୃଦ୍ଧି ମଧ୍ୟ ଭରି ରହିବ। ସମାଜରେ ମାନ ସମ୍ମାନ ମଧ୍ୟ ପ୍ରତିଷ୍ଠା ହେବ। ତେବେ ଦର୍ଶକ ବନ୍ଧୁ କହି ରଖୁଛି ଆପଣଙ୍କ ପାଇଁ କି ଦୀର୍ଘ ଦିନ ପରେ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଛି, ଯାହାକି ଆପଣଙ୍କ ସମସ୍ତଙ୍କ କ୍ଷେତ୍ରରେ ସଫଳତା ହାସଲ କରିପାରିବେ। ମା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ସମସ୍ତଙ୍କର ଆର୍ଥିକ ସମସ୍ୟା ଦୂର ହେବ, ଯାହାକି ଆପଣମାନଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ମଜବୁତ ରହିବ। ତେବେ ଆପଣଙ୍କ ପରିବାରରେ ମାଙ୍ଗଳିକ କାର୍ଯ୍ୟ ଭଲ ରହିବ। ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ନିଜର ଅଂଶଗ୍ରହଣ କରିବେ। ତେବେ ଦର୍ଶକ ବନ୍ଧୁ କହି ରଖୁଛି ଆପଣଙ୍କ ପାଇଁ ଏହି ସାବିତ୍ରୀ ଅମାବାସ୍ୟା ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଛି। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କର ଏହି ରାଶି ସହିତ ମଧ୍ୟରେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିବାକୁ ଜମାରୁ ବି ଭୁଲିବେ ନାହିଁ। ତେବେ ଦର୍ଶକ ବନ୍ଧୁ ଇଏ ଥିଲା ସେ 6ଟି ରାଶିମାନଙ୍କର ଭାଗ୍ୟ ରାଶିଙ୍କର ଭାଗ୍ୟରୁ ତାଲା ଖୋଲିବାକୁ ଯାଉଛି। ଏହି ରାଶିମାନଙ୍କର ବ୍ୟକ୍ତିମାନଙ୍କୁ ନିଜର ପାଠରେ ସମ୍ପୂର୍ଣ୍ଣ ଭାବରେ ସାଥ ଦେବାକୁ ଯାଉଛି। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କର ଏହି ରାଶି ମଧ୍ୟରେ ଯେକୌଣସି ରାଶି ହୋଇଥାଉ ଶୟନ ବୟସରେ ଆପଣ ଜୟ ମା ଲକ୍ଷ୍ମୀ ଲେଖିବାକୁ ଜମାରୁ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ ଆଜିର ଭିଡ଼ିଓ ଏଇଠି ରଖୁଛି, ଦେଖାଯିବ ପୁଣି ଆଉ ଗୋଟେ ଭିଡ଼ିଓରେ। ଦର୍ଶକ ବନ୍ଧୁ କେବେ ବି ଆପଣମାନେ ଏହି ସାବିତ୍ରୀ ଅମାବାସ୍ୟାରେ ଯେଉଁମାନେ ସଧବା ନାରୀମାନେ ପୂଜା ପାଠରେ ଟାଇମ୍ ଟେବୁଲରେ କରନ୍ତୁ, କାହିଁକିନା ଶୁଭବେଳ ସଂଯୋଗ ରହୁଛି ଏହି 6ଟି ରାଶିମାନଙ୍କ ଭିତରେ। ଯଦି ସମ୍ପୂର୍ଣ୍ଣ ଭାବରେ ଆପଣ ପୂଜା ନିଜର ମନ ପରିଷ୍କାର କରି କରନ୍ତି, ଦେଖିବେ ଆପଣଙ୍କର ସ୍ୱାମୀ ଜୀବନ ଦୀର୍ଘାୟୁ ହୋଇକି ରହିବ, ଆପଣଙ୍କର ଶଙ୍ଖା ସିନ୍ଦୁର ମଧ୍ୟ ବଜ୍ର ହୋଇ ରହିବ। ତେବେ ଦର୍ଶକ ବନ୍ଧୁ ଆପଣ ତ ଜାଣିଲେ 6ଗୋଟି ରାଶିଙ୍କର କେମିତି କଟିବ ଆମର ଦିନ ଗୁଡ଼ିକ। ସାବିତ୍ରୀ ଅମାବାସ୍ୟାରେ ସଦାବେଳେ ଆପଣମାନେ ପରିଷ୍କାର ପରିଚ୍ଛନ୍ନ ହୋଇ ସକାଳୁ ଉଠି ଶୁଭବେଳା ରହୁଛି ଆମର 11:35ରୁ ପୁଣି 12:40 ପର୍ଯ୍ୟନ୍ତ। ଏହି ସମୟରେ ପୂଜା କଲେ ଅତ୍ୟନ୍ତ ଶୁଭଦାୟକ ହୋଇଥିବ। ତେବେ ଦର୍ଶକ ବନ୍ଧୁ ଆପଣମାନେ ସକାଳୁ ଉଠି ଗାଧୁଆ ସ୍ନାନ ସାରି ହଳଦିଆ ବସ୍ତ୍ର ପିନ୍ଧି ଆପଣମାନେ ନିଶ୍ଚିତ ପୂଜା ଘରେ ଠାକୁର ଘରେ ଆଗର କରିକି ତାପରେ ଯାଇକି ମନ୍ଦିର ଯାଆନ୍ତୁ କିମ୍ବା ଘରେ ପୂଜା କରନ୍ତୁ। ଏସବୁ କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ମଙ୍ଗଳ ହେବ। ତେବେ ଦର୍ଶକ ବନ୍ଧୁ ମୋର ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ଜମାରୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ।